ଯଥା ଦୁଗ୍ଧ, ମହୁ, ଘିଅ, ଛେନାସର, ପାଟକପୁରା କଦଳୀ, ଗୋଲମରିଚ ଗୁଣ୍ଡ, ମିଶ୍ରି ଗୁଣ୍ଡ, କର୍ପୂର, ଜାଇଫଳ ଇତ୍ୟାଦି। ଏହି ନୀତିରେ ପାଳିଆ ପୁଷ୍ପାଳକ ସୁଭଦ୍ରାଙ୍କ ବାଡ଼ରେ ଟେରା ଧରନ୍ତି। ଜଗନ୍ନାଥ ମହାପ୍ରଭୁଙ୍କର ସମ୍ମୁଖରେ ଟେରା ଧରନ୍ତି ଏବଂ ତଳୁଚ୍ଛ ମହାପାତ୍ର ବଳଭଦ୍ରଙ୍କର ବାଡ଼ରେ ଟେରା ଧରିଥାନ୍ତି। ଟେରା ଶବ୍ଦର ଅର୍ଥ ହେଉଛି ଭୋଗ ବଢ଼ା ହେବା ପରେ ସାଧାରଣରେ କେହି ନ ଦେଖିବା ପାଇଁ ଏକ କପଡ଼ା ଧରା ଯାଇଥାଏ। ପତ୍ରୀ ବଡ଼ୁ ପୂଜା ଠା ସଜାଡ଼ି ଦିଅନ୍ତି। ପୂଜା ପଣ୍ଡା ପୂଜା କରନ୍ତି। ପାଳିଆ ପ୍ରତିହାରୀ ସମସ୍ତ କାର୍ଯ୍ୟକୁ ତଦାରଖ କରନ୍ତି। ପଞ୍ଚୋପଚାରରେ ପୂଜା ହୋଇଥାଏ ମହାପ୍ରଭୁଙ୍କର। ପୁଷ୍ପାଞ୍ଜଳି ହେବା କ୍ଷଣି ଏହି ଅଧର ହାଣ୍ଡିକୁ ଭାଙ୍ଗି ଦିଆଯାଏ। କଳିଯୁଗରେ ପରମ ପାବନ ଶ୍ରୀକ୍ଷେତ୍ରରେ ରଥ ଛାଡ଼ିବା ପୂର୍ବରୁ ମହାପ୍ରଭୁ ତାଙ୍କର ସେବାରେ ଥିବା ପାର୍ଶ୍ୱ ଦେବତା, ସାରଥୀ, ଘୋଡ଼ା, ଚକ, ଦଉଡ଼ି ଏପରିକି ଅଶରୀରୀ ଭୂତ ପ୍ରେତ ମାନଙ୍କୁ ମଧ୍ୟ ଏହି ପଣା ବିତରଣ କରିଥାନ୍ତି ବୋଲି କୁହାଯାଏ। ଏହା ଦ୍ୱାରା ସମସ୍ତେ ଅଧର ପଣା ପାନ କରି କୃତକୃତ୍ୟ ହୋଇଥାନ୍ତି। ଏଠାରେ ଅଧରର ଏତେ କାହିଁକି ମାହାତ୍ମ୍ୟ? ତେବେ ଯଶୋଦା ମା କୃଷ୍ଣ କରାଇଥିଲେ, ଗୋଟିକା ଅଧାମ ସର ନରୁଚଇ ତୋତେ, ନାଚି ଲାଞ୍ଚ ମାଗୁଥାଉ ଲବଣୀ କେମନ୍ତେ, ମୋ କଳା ମାଣି କରେ। ମଧୁରାଷ୍ଟକମରେ ବଲ୍ଲଭାଚାର୍ଯ୍ୟ ପ୍ରଥମେ ଅଧର ଶବ୍ଦକୁ ବ୍ୟବହାର କରିଛନ୍ତି। ଅଧରଂ ମଧୁରಂ, ବଦନଂ ମଧୁରಂ, ନୟନଂ ମଧୁରಂ, ହସିତଂ ମଧୁରಂ, ହୃଦୟଂ ମଧୁରಂ, ଗମନଂ ମଧୁରಂ, ମଧୁରାଧିପତେ ରଖିଲଂ ମଧୁରಂ। ତେବେ ମହାପ୍ରଭୁଙ୍କର ଅଧର ଚୁମ୍ବିତ ଦ୍ରବ୍ୟ ଯେ ଅମୃତ, ଏଥିରେ ଦ୍ୱିମତ ନାହିଁ। ପବିତ୍ର ଅଧର ପଣା ପାନ କରି ପଞ୍ଚ ମହାଭୂତ ଏବଂ ପ୍ରକୃତି ଶାନ୍ତ ହେବା ସହିତ ମହାମାରୀ ଦୂରେଇ ଯାଉ, ମହାପ୍ରଭୁଙ୍କର ଇଚ୍ଛା ପୂର୍ଣ୍ଣ ହେଉ। ଜୟ ଜଗନ୍ନାଥ।